ଆଜିର ସାଧୁବାଣୀ। ନୂଆ ବର୍ଷରେ କରନ୍ତୁ କଉଡ଼ିର ଏହି ଉପାୟ। ବର୍ଷ ସାରା ହେବ ନାହିଁ ଧନର ଅଭାବ। ଆମେ ସମସ୍ତେ ଚାହୁଁଥାଉ ଆମର ନୂଆ ବର୍ଷଟି ଭଲରେ କଟିଯାଉ ଏବଂ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ନେଇ ଆସୁ। ଯଦି ଆପଣ ନିଜ ଜୀବନରେ ସୁଖ ସମୃଦ୍ଧିର କାମନା କରିଛନ୍ତି, ତେବେ କିଛିଟା ଛୋଟ ଛୋଟ ଉପାୟକୁ ଆପଣେଇବାକୁ ପଡ଼ିବ। ନୂଆ ବର୍ଷର ପ୍ରଥମ ଦିନ ସ୍ନାନ କରିସାରି କେଶରରେ ତିଲକ ଶ୍ରୀହରିଙ୍କୁ ଅର୍ପଣ କରନ୍ତୁ ଏବଂ ମହାଦେବଙ୍କ ନିକଟରେ କେଶର ମିଶ୍ରିତ ଦୁଗ୍ଧ ଅର୍ପଣ କରନ୍ତୁ। ନିଜ ମସ୍ତକରେ କେଶର ତିଲକ ଧାରଣ କରନ୍ତୁ। ଏହାଦ୍ୱାରା ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ନୂଆ ବର୍ଷ ଦିନ ତୁଳସୀ ଗଛ ଘରକୁ ଆଣନ୍ତୁ ଓ ଏହାକୁ ଲଗାନ୍ତୁ। ଏହାଦ୍ୱାରା ଜୀବନରେ ସୁଖ ଶାନ୍ତି ଆସିବ ଏବଂ ଗୃହ କ୍ଲେଶ ମୁକ୍ତି ମିଳିବ। ନୂଆ ବର୍ଷର ପ୍ରଥମ ଦିନ ସୂର୍ଯ୍ୟ ପୂଜନ ଏବଂ ବିଶେଷ ମହତ୍ଵ ରହିଛି ଏବଂ ସୂର୍ଯ୍ୟ ଚାଳିଶା ପାଠ କରିବା ଦ୍ୱାରା ସୌଭାଗ୍ୟର ବୃଦ୍ଧି ହେବ। ନୂଆ ବର୍ଷର ପ୍ରଥମ ଦିନ ଶ୍ରୀହରି ବିଷ୍ଣୁଙ୍କ ନିକଟରେ ନଡ଼ିଆ ଅର୍ପଣ କରନ୍ତୁ ଏବଂ ନଡ଼ିଆ ଭାଙ୍ଗି ଏହାର ଜଳକୁ ଘରର ଚାରିଆଡ଼େ ଛିଞ୍ଚି ଦିଅନ୍ତୁ। ଏହାଦ୍ୱାରା ଘରର ନକାରାତ୍ମକ ଭାବନା ଦୂର ହେବ। ବର୍ଷ ସାରା ମହାଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ନୂଆ ବର୍ଷର ପ୍ରଥମ ଦିନରେ ମା ଲକ୍ଷ୍ମୀଙ୍କ ନିକଟରେ ଗୁଡ଼, ଚାଉଳ, ନଡ଼ିଆ ଓ କଉଡ଼ି ଅର୍ପଣ କରନ୍ତୁ। ଏହାପରେ ତାହାକୁ ମାଙ୍କ ନିକଟରେ ପ୍ରସାଦ ଭାବରେ ଅର୍ପଣ କରନ୍ତୁ। ନୂଆ ବର୍ଷର ପ୍ରଥମ ଦିନରେ ମହାଲକ୍ଷ୍ମୀଙ୍କ ନିକଟରେ ହଳଦୀ ଏବଂ କଉଡ଼ି ଅର୍ପଣ କରନ୍ତୁ ଏବଂ ପରେ ଏହି କଉଡ଼ି ଓ ହଳଦୀକୁ ଗୋଟିଏ ନାଲି କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ଧନର ଆଗମନ ହୋଇଥାଏ। ଯାହା ଆମେ ଆପଣଙ୍କୁ ସାଧୁବାଣୀରେ ଜଣେଇଲୁ, ତାହା ଆପଣ ଥରେ ନିଶ୍ଚୟ ଆପଣାନ୍ତୁ। ଏହାଦ୍ୱାରା ଆପଣଙ୍କର ନୂଆ ବର୍ଷର ଜୀବନମୟ ସୁଖମୟ ହେବ। ଆଜିର ସାଧୁବାଣୀ ଆପଣଙ୍କୁ କେମିତି ଲାଗିଲା ଭିଡ଼ିଓର କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମେ ଦେଖୁଛନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ବେଲ୍ ଆଇକନକୁ ପ୍ରେସ୍ କରିନିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ।